ସମସ୍ତଙ୍କୁ ନମସ୍କାର। ଆସନ୍ତୁ ସଂକ୍ଷିପ୍ତରେ ଜାଣିବା ପବିତ୍ର ବାଇବେଲରେ ଥିବା ନିହିମିୟା ପୁସ୍ତକ ସମ୍ବନ୍ଧରେ। ନିହିମିୟା ପୁସ୍ତକଟି ହେଉଛି ପୁରାତନ ନିୟମର ଏକ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ପୁସ୍ତକ, ଯାହାକୁ ବୁକ୍ ଅଫ୍ ନେହେମିୟା ବୋଲି କୁହାଯାଏ। ନେହେମିୟାର ଅର୍ଥ ହେଉଛି ପରମେଶ୍ୱର ସାନ୍ତ୍ୱନା ଦିଅନ୍ତି। ଏଥିରେ 13ଟି ଅଧ୍ୟାୟ ଏବଂ 406ଟି ପଦ ରହିଅଛି। ଏହି ପୁସ୍ତକର ଲେଖକ ହେଉଛନ୍ତି ନେହେମିୟା। 445ରୁ 430 BC ମଧ୍ୟରେ ଏହି ପୁସ୍ତକଟିକୁ ଲେଖାଯାଇଅଛି ବୋଲି ଅନୁମାନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ପୁସ୍ତକଟିରେ ଦିଆଯାଇଥିବା ମୁଖ୍ୟ ବିଷୟବସ୍ତୁ ଗୁଡ଼ିକ କ'ଣ। ପ୍ରଥମ, ଜିରୁସାଲମର ପ୍ରାଚୀର ଭଗ୍ନ ହେବା ବିଷୟ ନିହିମିୟା ସମ୍ବାଦ ଶୁଣିବା। ଦ୍ୱିତୀୟ, ନିହିମିୟାଙ୍କ ପ୍ରାର୍ଥନା। ତୃତୀୟ, ନିହିମିୟା ଜିରୁସାଲମକୁ ପ୍ରସ୍ଥାନ କରି ପ୍ରାଚୀର ନିର୍ମାଣ କରିବା ନିମନ୍ତେ ଲୋକମାନଙ୍କୁ ଏକଜୁଟ କରିବା। ଚତୁର୍ଥ, ପ୍ରାଚୀର ନିର୍ମାଣ କରିବା ସମୟରେ ଲୋକମାନେ ବିରୋଧ କରିବା। ପଞ୍ଚମ, ସଂଘର୍ଷ ସହିତ ପ୍ରାଚୀରକୁ ନିର୍ମାଣ କରିବା। ଷଷ୍ଠ, ଇସ୍ରାଏଲ ଲୋକମାନଙ୍କର ଆତ୍ମିକର ସୁଧାର ବା ସ୍ପିରିଚୁଆଲ ରିଭାଇଭେଲ। ସପ୍ତମ, ସମାଜରେ ସୁଧାର, ଯାହାକି ଗରିବ ଲୋକମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବନ୍ଦ କରିବା। ଏହି ସମସ୍ତ ମୁଖ୍ୟ ବିଷୟ ଏହି ପୁସ୍ତକରେ ରହିଅଛି। ତେବେ ଆସନ୍ତୁ ଜାଣିବା ଏହି ପୁସ୍ତକଟିକୁ ପଢ଼ିବା ଦ୍ୱାରା ଆମ୍ଭମାନଙ୍କୁ କେଉଁ ସବୁ ଆତ୍ମିକ ବିଷୟ ଶିଖିବାକୁ ମିଳେ। ପ୍ରଥମ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ନିହିମିୟାଙ୍କ ପରି ପ୍ରାର୍ଥନା କରିବା। ଦ୍ୱିତୀୟ, ଲୋକମାନଙ୍କୁ ଉତ୍ତମ ରୂପେ ନେତୃତ୍ୱ କରି ଆତ୍ମିକ କ୍ଷେତ୍ରରେ ଆଗକୁ ବଢ଼ାଇବା। ତୃତୀୟ, ପରମେଶ୍ୱରଙ୍କର ନିମନ୍ତେ ବିଶ୍ୱାସ ଓ ସାହସ ଦେଖାଇବା। ଚତୁର୍ଥ, ପରମେଶ୍ୱର ଭାଙ୍ଗି ଯାଇଥିବା ଜୀବନଟିକୁ ମଧ୍ୟ ପୁନର୍ନିର୍ମାଣ କରନ୍ତି। ଏହି ସମସ୍ତ ଆତ୍ମିକ ଶିକ୍ଷା ଏହି ପୁସ୍ତକଟିକୁ ପଢ଼ିବା ଦ୍ୱାରା ଆମ୍ଭମାନଙ୍କୁ ଶିଖିବାକୁ ମିଳିଥାଏ। ତେବେ ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ଧନ୍ୟବାଦ।